ସାଙ୍ଗର ସ୍ତ୍ରୀକୁ ବିବାହ କଲେ ଆଉ ଜଣେ ସାଙ୍ଗ। ଦିନେଶ କାର୍ତ୍ତିକଙ୍କ ସ୍ତ୍ରୀକୁ ବାହା ହେଲେ ମୁରଲୀ ବିଜୟ। ଦିନେଶ କାର୍ତ୍ତିକ ମୁରଲୀ ବିଜୟ ଦୁଇ ଜଣ ଉଭୟ ସାଙ୍ଗ ଥିଲେ। ପଡ଼ିଆରେ ଯେମିତି କ୍ରିକେଟରେ ଲଢ଼େଇ ହୁଏ, ଦିନେ 2012 ମସିହାରେ ମଧ୍ୟ ଦିନେଶ କାର୍ତ୍ତିକ ଓ ମୁରଲୀ ବିଜୟ ମଧ୍ୟରେ ସେମିତି ଘମାଘମ ଲଢ଼େଇ ହୋଇଥିଲା। ସେବେଠାରୁ ଆଜି ପର୍ଯ୍ୟନ୍ତ ଦିନେଶ କାର୍ତ୍ତିକ ଏବଂ ମୁରଲୀ ବିଜୟ ମଧ୍ୟରେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି। କେହି କାହା ସହିତ କଥା ହେଉନାହାନ୍ତି ଆଜିକୁ 14 ବର୍ଷ ହେଲାଣି। ହଁ ଦର୍ଶକ ବନ୍ଧୁ, ଘଟଣାଟି ଥିଲା ଏମିତି, ଯେତେବେଳେ କି ଦିନେଶ କାର୍ତ୍ତିକଙ୍କ ସ୍ତ୍ରୀ ନିକିତାଙ୍କ ପ୍ରେମରେ ପଡ଼ିଥିଲେ ମୁରଲୀ ବିଜୟ ଏହି କଥାକୁ ଦିନେଶ କାର୍ତ୍ତିକ ଜାଣିପାରିଥିଲେ ଓ ପରେ ପରେ ଦିନେଶ କାର୍ତ୍ତିକ ଛାଡ଼ପତ୍ର ଦେଇଥିଲେ ତାଙ୍କ ସ୍ତ୍ରୀ ନିକିତାଙ୍କୁ ଓ ମୁରଲୀ ବିଜୟ ତାଙ୍କ ସ୍ତ୍ରୀ ନିକିତାଙ୍କୁ ବିବାହ କରିଥିଲେ। ହେଲେ ଚର୍ଚ୍ଚା ଏଥିଲାଗି ଏବେ ଆରମ୍ଭ ହୋଇଛି ଯେ ଯେତେବେଳେ କି ତାମିଲନାଡୁ କ୍ରିକେଟରେ 4 ଦିନ ପୂର୍ବରୁ ଏକ ସଭା ହୋଇଥିଲା ଓ ଯେଉଁ ସଭାରେ ମୁରଲୀ ବିଜୟ ଉପସ୍ଥିତ ଥିଲେ ଏବଂ ତାଙ୍କୁ ଭାଷଣ ପାଇଁ ଦେଇଥିଲେ। ଯେତେବେଳେ ମୁରଲୀ ବିଜୟ ଭାଷଣ ଦେଇଥିଲେ ସେ କହିଥିଲେ ଯେ ଦିନେଶ କାର୍ତ୍ତିକ ତାଙ୍କର ଜଣେ ଭଲ ସାଙ୍ଗ ଏବଂ ସିଏ ମଧ୍ୟ ତାଙ୍କୁ ବହୁତ ଭଲ ପାଆନ୍ତି। ତାଙ୍କ ଅନୁପସ୍ଥିତିରେ ସିଏ ତାଙ୍କୁ ବହୁତ କିଛି ସାହାଯ୍ୟ କରିଛନ୍ତି। ଏମିତି କହିଲା ପରେ ଏବେ ଚର୍ଚ୍ଚା ସୃଷ୍ଟି ହୋଇଛି, କ'ଣ ଦିନେଶ କାର୍ତ୍ତିକ ସବୁ ରାଗ କିଛି ଭୁଲି ମୁରଲୀ ବିଜୟ ସହିତ ବନ୍ଧୁତା କରିବେ କି? ତାଙ୍କର ସମ୍ପର୍କ ପୁଣି ଆଗ ଭଳି ହେଇଯିବ କି? ଏମିତି ଏକ ଚର୍ଚ୍ଚା ଏବେ ସୃଷ୍ଟି ହୋଇଛି। ଦିନେଶ କାର୍ତ୍ତିକ ମଧ୍ୟ କିଛି ଦିନ ପରେ ବିବାହ କରିଥିଲେ ଦୀପିକାଙ୍କୁ।